ଗୋବିନ୍ଦପୁର ନାମକ ଏକ ସୁନ୍ଦର ଗାଁଟିଏ ଦେଖିବାକୁ ମଧ୍ୟ ଯେତିକି ସୁନ୍ଦର, ସେ ଗାଁଟିର ପାଖରେ ଲାଗି ରହିଥିବା ଜଙ୍ଗଲଟି ମଧ୍ୟ ତାଠାରୁ ଆହୁରି ସୁନ୍ଦର। ସେ ଜଙ୍ଗଲରେ ବିଭିନ୍ନ ପ୍ରକାର ବୃକ୍ଷ ଓ ଲତା ଭରି ହୋଇ ରହିଥାଏ। ସେ ଜଙ୍ଗଲରେ ହରିଣ ଏବଂ ଠେକୁଆ ବିଭିନ୍ନ ପ୍ରକାର ପଶୁପକ୍ଷୀ ବସବାସ କରନ୍ତି। ସେ ଗ୍ରାମବାସୀମାନେ ବହୁତ ଖୁସି ଓ ଆନନ୍ଦରେ ଜୀବନଯାପନ କରୁଥିଲେ। ସେମାନଙ୍କର କୌଣସି ଅଭାବ ମଧ୍ୟ ନଥିଲା, କାରଣ ସେମାନଙ୍କର ଭାତହାଣ୍ଡି କହିବାକୁ ଗଲେ ଏହି ଚାଷ ଜମି ଖଣ୍ଡିକେ। ଏହି ଚାଷ ଜମିରେ ସେମାନେ କାମ କରି ନିଜେ ନିଜର ପେଟ ପୋଷିଥାନ୍ତି। ତ ଆଉ କେହି ସକାଳରୁ ସନ୍ଧ୍ୟା ଯାଏ କାମ କରି ନିଜର ପେଟ ପୋଷିଥାଏ। ତ ସେହିଭଳି କେହି ନଦୀରୁ ମାଛ ଧରି ସେଗୁଡ଼ିକୁ ବଜାରରେ ନେଇ ବିକ୍ରି କରି ନିଜର ଜୀବିକା ନିର୍ବାହ କରୁଥାନ୍ତି। ତ କେହି ପାନ ବରଜରେ ପାନ ବ୍ୟବସାୟ କରି ନିଜର ଜୀବିକା ନିର୍ବାହ କରିଥାନ୍ତି। ଆଉ ବୁଝିଲ ଭାଇ, ତମର ଏଥର ତ ଭଲ ବଡ଼ ବଡ଼ ପାନ ଗୁଡ଼ିକ ହେଇଛି। ଆଉ କେହି ମଧ୍ୟ ଜଙ୍ଗଲରେ ଛେଳି, ମେଣ୍ଢା, ଗାଈ ଗୋରୁ ଇତ୍ୟାଦିଙ୍କୁ ପାଳନ କରି ନିଜର ଜୀବନ ନିର୍ବାହ କରିଥାଏ। ହଠାତ୍ ସେ ଗାଁ ଉପରେ ଏକ ବିଦେଶୀ କମ୍ପାନୀର ଖରାପ ନଜର ପଡ଼ିଲା। ସାର୍, ଏଇ ସେ ଗୋବିନ୍ଦପୁର ଗାଁ, ସାର୍ ଏଠି କମ୍ପାନୀ ହେଲେ ଆପଣଙ୍କୁ ବି ବହୁତ ଫାଇଦା ହେବ, ଆଉ ମୋତେ ବି। ଶୁଣ ବିକ୍ରମ, ମୋତେ ଏଠାରେ ଯେମିତି ଯେଉଁ ଉପାୟରେ ହେଲେ ବି ଏଠି କମ୍ପାନୀ କରିବାକୁ ପଡ଼ିବ। ବାସ୍ ମୋତେ ଖାଲି ଏତିକି ଦରକାର। ବାସ୍ ଗୋଟେ ଥର ଏଠି ମୋ କମ୍ପାନୀ ଠିଆ ହେଇଗଲେ ନା, ଟୋଟାଲି ମୁଁ ମାଲାମାଲ ହେଇଯିବି। ଗୋଟେ ଥର ମୋତେ ଏଇ କମ୍ପାନୀଟା କରିବାକୁ ମିଳିଯାଉ। ହବ ସାର୍, ହବ, ବ୍ୟସ୍ତ ନାହିଁ। ପ୍ରଥମେ ଗାଁ ଲୋକମାନଙ୍କୁ ରାଜି କରାଇବାକୁ ପଡ଼ିବ, ତାପରେ ଦେଖିବା କୋଉ ପାଣି କୁଆଡ଼େ ଯାଉଛି। ହଉ ବିକ୍ରମ, ଏ ଟଙ୍କା ଏତିକ ରଖ। ଏଇଟା ତମ ଫୁଲ୍ ପେମେଣ୍ଟ ନୁହେଁ, ଏଇଟା ତମର ଆଡ଼ଭାନ୍ସ। ଆଉ ବାକି ମୋ କାମ ହେଲା ପରେ ତମକୁ ଏମିତି ଆଉ ବି ଟଙ୍କା ମିଳିବ। କ'ଣ କହୁଛ? ଆଉ ଶୁଣ ଭାଇମାନେ, ମୁଁ ତମମାନଙ୍କୁ ଏଠି ଡାକିବାର କାରଣ ହେଲା, ଆମ ଗାଁରେ ଏଠି ଗୋଟେ କମ୍ପାନୀ ହେବାକୁ ଯାଉଛି। ଏଥିରେ ଆମର ଫାଇଦା ହେବ। ଆମ ଲୋକମାନଙ୍କୁ କାମ ମିଳିବ, ଆଉ ପଇସା ବି ମିଳିବ। କ'ଣ କହୁଛ? ଆପଣମାନଙ୍କର କ'ଣ ମତାମତ ମୋତେ ଜଣାଅ। ଆମ ଗାଁରେ ଆଉ କାହାର ଚାଳ ଘର ରହିବ ନାହିଁ, ସମସ୍ତଙ୍କର କୋଠା ହେଇଯିବ। ଆରେ ହଁ, ବିକ୍ରମ ତ ଠିକ୍ କହୁଛି। କମ୍ପାନୀ ହେଲେ ଆମର ବହୁତ ଫାଇଦା ହେବ। ହଉ, ଆମକୁ ଟଙ୍କା ପଇସାର ଅଭାବ ହେବ ନାହିଁ। ହଁ, ମୁଁ ବିକ୍ରମ କଥାରେ ରାଜି ଅଛି। ମକରା ଟଙ୍କା ଲୋଭରେ ପଡ଼ି ବିକ୍ରମ କଥାରେ ରାଜି ହେଇଯାଏ। ଶେଷରେ କିଛି ଲୋକ କମ୍ପାନୀ ହେବା ଲାଗି ରାଜି ହୁଅନ୍ତି, ତ ଆଉ କିଛି ରାଜି ହୁଅନ୍ତି ନାହିଁ। ଏସବୁ ଦେଖି କମ୍ପାନୀ ଟଙ୍କା 2 ଗୁଣା ବଢ଼ାଇ ଦିଏ। ହେଲେ ଟଙ୍କାର ଲୋଭରେ ଗାଁ ଲୋକମାନେ ନିଜର ଭିଟାମାଟିକୁ କମ୍ପାନୀ ହାତକୁ ଟେକି ଦିଅନ୍ତି। ଚାହୁଁ ଚାହୁଁ ଜଙ୍ଗଲଟିକୁ କାଟି ଦିଆଯାଏ। ନା ସେ ଆଗ ଭଳି ଆଉ ବନଲତାରେ ଭରପୁର ସେ ଜଙ୍ଗଲ ଥାଏ, ନା ପୂର୍ବ ଭଳି ପଶୁପକ୍ଷୀମାନଙ୍କର ରାବ, ସ୍ୱର
ଏସବୁ ଆଉ ଶୁଣିବାକୁ ମିଳୁନଥାଏ। ଚାରିଆଡ଼େ କେବଳ ସୁନସାନ ହିଁ ସୁନସାନ। ଜାଗା ଗୁଡ଼ିକରେ ଗଛ କଟାଯାଇ ମରୁଭୂମିରେ ପାଲଟିଯାଏ। ଧୀରେ ଧୀରେ କମ୍ପାନୀ ତାର କାମ ଆରମ୍ଭ କରିଦିଏ। ଚାହୁଁ ଚାହୁଁ କେତେବେଳେ କମ୍ପାନୀର କାମ ଆରମ୍ଭ ହୋଇ ସରିଯାଏ ଜଣାପଡ଼େନି। ଆଉ ବୁଝିଲ ଭାଇ, ଲାଇଫରେ ଟଙ୍କା ହିଁ ସବୁ କିଛି। ଟଙ୍କା ବିନା କିଛି ନୁହେଁ। ଟଙ୍କା ହିଁ ଜୀବନ। ଏ ବଣ ଜଙ୍ଗଲରୁ ଆମକୁ କ'ଣ ମିଳିବ? ସେସବୁ ଆମର ଦରକାର ନାହିଁ। ଓନ୍ଲି ମନି, ଓନ୍ଲି ଟଙ୍କା ଦରକାର, ଓନ୍ଲି ଟଙ୍କା। ଏମିତି କିଛି ବର୍ଷ ଗଲା ପରେ ସେମାନେ କରିଥିବା କର୍ମର ଫଳ ସେମାନଙ୍କୁ ଭୋଗିବାକୁ ପଡ଼ିଲା। ହଠାତ୍ ଗାଁ ଲୋକମାନେ ପୋକମାଛି ପରି ଛଟପଟ ହୋଇ ମରିବାକୁ ଲାଗିଲେ। ଚାରିଆଡ଼େ ହାହାକାର ଖେଳିଗଲା। କିଏ ପଡ଼ି ମରିଯାଉଥିଲା ତ କିଏ ମେଡ଼ିକାଲରେ ଟ୍ରିଟମେଣ୍ଟ ହେଉଥିଲା। ଏସବୁର କାରଣ ଥିଲା କମ୍ପାନୀରୁ ନିର୍ଗତ ହେଉଥିବା ବିଷାକ୍ତ ଗ୍ୟାସ୍। ଯେତିକ ଟଙ୍କା ସେ କମ୍ପାନୀ ଠାରୁ ପାଇଥିଲେ ତାର 2 ଗୁଣ ଟଙ୍କା ନିଜର ଦେହ ମୁଣ୍ଡର ଖର୍ଚ୍ଚରେ ପଳେଇଲା। ଶେଷରେ ଟଙ୍କା ତ ସରିଗଲା। ପରିବେଶ ପ୍ରଦୂଷଣ ହେତୁ ଲୋକମାନେ ଖାଇବାକୁ ମଧ୍ୟ ପାଇଲେ ନାହିଁ। ଟଙ୍କାକୁ ସବୁକିଛି ଭାବି ନେଉଥିବା ନିର୍ବୁଦ୍ଧିଆ ଲୋକମାନେ ଶେଷରେ ରୋଗରେ ଛଟପଟ ହୋଇ ଭୋକ ବିକଳରେ ମଲେ। ଏହି କାହାଣୀରୁ ଆମକୁ ଏହା ଶିକ୍ଷା ମିଳିଲା ଯେ ମଣିଷ ବଞ୍ଚି ରହିବାକୁ ହେଲେ ଏକ ସୁନ୍ଦର ପରିବେଶର ଆବଶ୍ୟକତା ରହିଛି, ଯାହା ଭଗବାନଙ୍କର ସୃଷ୍ଟି ଅଟେ। ଜୟ ଜଗନ୍ନାଥ।